ଆଜିର କ୍ଲାସକୁ ମୁଁ ତୁମକୁ ପିଲାମାନେ ସ୍ୱାଗତ ଜଣାଉଛି। ତୁମେମାନେ ସେବା ହିଁ ପରମ ଧର୍ମ ବିଷୟଟି ପଢିଥିବ। ୟା ପୂର୍ବ କ୍ଲାସରେ ଆମେ ପଢିଥିଲେ। ଆଜିର କ୍ଲାସରେ ଏହାର ଅଭ୍ୟାସ ମାଳାଟିକୁ ଆମେ କଣ କରିବା? ଆଲୋଚନା କରିବା। ତୁମେମାନେ ସବୁ ଖାତା ଆଉ କଲମ ପାଖରେ ଧରି ବସିଥାଉ। ଉତ୍ତର ଗୁଡ଼ିକ ଖାତାରେ ଲେଖି ନେବ। ଦେଖ, ଚାଲ ପିଲାମାନେ ଅଭ୍ୟାସ ମାଳା ଆରମ୍ଭ କରିବା। ଆଲୋଚନା କରିବା। ତୁମେମାନେ ଖାତା ଆଉ କଲମ ସବୁ ପାଖରେ ରଖିଥିବ। ଭିଡିଓଟି ଯଦି ଭଲ ଲାଗେ ତୁମ ସାଙ୍ଗମାନଙ୍କ ସହିତ ସେୟାର କରିବ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ। ଦେଖିବା, ପ୍ରଥମ କ୍ୱେଶ୍ଚନ ଦେଖିବା। ଗୋଟିଏ ଏକ ପଦରେ ଉତ୍ତର ଲେଖ। ଗୋଟିଏ ପଦରେ ଉତ୍ତର ଲେଖ। ହେଲା, ଗୋଟିଏ ପଦରେ ଉତ୍ତର ଗୁଡ଼ିକୁ ଲେଖିବ। ଏକ ପଦରେ ଉତ୍ତର ଲେଖ। ସଂଗ୍ରାମେ କେ ଆହତାଃ? କଣ ହବ? ଅନେକେ ସୈନ୍ୟାଃ। ହେଲା, ଯୁବକସ୍ୟ ଅନୁବୋଧନ କେ ଉଦ୍ବୁଦ୍ଧାଃ? ଗ୍ରାମ୍ୟ ଯୁବକାଃ। ତାପରେ ଈଶ୍ୱର ପ୍ରାପ୍ତେଃ ସରଳ ମାର୍ଗ କଃ? ନିଷ୍କାମ ସେବା। ହେଲା, ହେନେରୀ ଡୁନାଣ୍ଟଃ କଦା ଦିବଙ୍ଗତଃ? କଣ ହବ? 1910 ଖ୍ରୀଷ୍ଟାବ୍ଦେ। କହ ରେଡ୍ କ୍ରସ୍ ସଂସ୍ଥାୟା ପ୍ରତିଷ୍ଠାତା? ହେନେରୀ ଡୁନାଣ୍ଟଃ। ହେଲା, 2 ନମ୍ବର ଦେଖିବା। ବନ୍ଧନୀ ମଧ୍ୟସ୍ଥ ଯଥାର୍ଥ ପଦେ ଶୂନ୍ୟ ସ୍ଥାନାନି ପ୍ରୟତ। ବନ୍ଧନୀ ମଧ୍ୟରୁ ଯଥାର୍ଥ ପଦ ବାଛି ଶୂନ୍ୟ ସ୍ଥାନ ପୂରଣ କର। ହେଲା, ଦେଖ ଲେଖାଉଥିବ, ଶୂନ୍ୟ ସ୍ଥାନ ପୂରଣ କର। ହେଲା, ତୋମ୍ ଜଳମ୍ କଣ ହବ? ଦେହି। ଜୁୟମ୍ ସୈନିକାନାମ୍ ପ୍ରାଣାନ୍ କଣ ହବ? ରକ୍ଷତ। ଆର୍ତ୍ତନାଦଃ ମର୍ମଭେଦୀ କଣ ହବ? ଆସୀତ୍। ତାପରେ କଣ ହବ? ଏକା ରେଡ୍ କ୍ରସ୍ ସଂସ୍ଥା କଣ ହବ? ଘଟିତା। ଡେସ୍ ରେଡ୍ କ୍ରସ୍ ସଂସ୍ଥାୟା ପ୍ରତିଷ୍ଠାତା? ହେନେରୀ ଡୁନାଣ୍ଟଃ। ଆଗକୁ ଦେଖିବା। ମାତୃଭାଷାୟା ଅନୁବାଦମ୍ କୁରୁତ। ମାତୃଭାଷାରେ ଅନୁବାଦ କର। ଯୁଦ୍ଧେ ଅନେକ ସୈନ୍ୟାଃ ଆହତାଃ। କଣ ହବ? ଯୁଦ୍ଧରେ ଅନେକ ସୈନ୍ୟ ମର୍ମାହତ ହେଲେ। ହେଲା, ବା ଆହତ ହେଲେ। ତେଷାମ୍ ଆର୍ତ୍ତନାଦଃ ମର୍ମଭେଦୀ ଆସୀତ୍। ସେମାନଙ୍କର କରୁଣ ଚିତ୍କାର ହୃଦୟ ବିଦାରକ ଥିଲା, ମର୍ମଭେଦୀ ଥିଲା। ନିଷ୍କାମ ସେବା ଈଶ୍ୱର ପ୍ରାପ୍ତେଃ ସରଳ ମାର୍ଗଃ। ନିଷ୍କାମ ସେବା, କୌଣସି କାମନା ନ ରଖିଥିବା ସେବା ଈଶ୍ୱର ପ୍ରାପ୍ତିର ସରଳ ମାର୍ଗ ଅଟେ। ଏତେନ ବିଶ୍ୱ ଶାନ୍ତି ସମ୍ଭବିଷ୍ୟତି। ଏହା ଦ୍ୱାରା ବିଶ୍ୱ ଶାନ୍ତି ସମ୍ଭବ ହୋଇଥାଏ। ପୁରସ୍କାର ରାଶିଂ ଲୋକ ସେବାର୍ଥମ୍ ସମର୍ପିତବାନ୍। ପୁରସ୍କାର ରାଶି ଗୁଡ଼ିକୁ ଲୋକ ସେବା ନିମିତ୍ତ ସମର୍ପଣ କଲେ। ହେଲା, 3 ନମ୍ବର ସରିଲା। ତାପରେ ଯିବା 4 ନମ୍ବର ପଢିବା। ଶୁଦ୍ଧ ପଦମ୍ ରଚୟତ। ଶୁଦ୍ଧ ପଦ ରଚନା କର। ଦେଖ, ଏଗୁଡାକ ସବୁ ଭୁଲ ଅଛି, ଏଗୁଡାକ ଠିକ କରି ସଜେଇକି ଲେଖିବ। କଣ ଅଛି? ଘୋର ଗର୍ଜନମ୍। ହେଲା, ତାପରେ ଦେଖ, ତାପରଟା କଣ ହବ? ରେଡ୍ କ୍ରସ୍ ସଂସ୍ଥା ସମର୍ପିତବାନ୍। ତାପରେ କଣ ଏଇଟା ହବ? କୁହ ତମେ ମାନେ। ନିଷ୍କାମ ସେବା। ତାପରେ ଆଗକୁ ବଢିବା। ସ୍ତମ୍ଭ ମେଳନ କରୁତ। ସ୍ତମ୍ଭ ମେଳନ କର। ପିଲାମାନେ ଏଗୁଡାକ ଯୋଉ ମୁଁ ପଢଉଛି ତୁମେ ମାନେ ସବୁ ଲେଖି ନଉଥିବ ଖାତାରେ। ଗୋଟିଏ ଏଇଠି ଉଦାହରଣ ଦେଇଦେଇଛି, ୟା ପରେ ଆମେ କଣ କରିବା ନା ଆମେ ଅଲଗା ଗୁଡ଼ିକୁ ଦେଖିବା। ହେଲା, ଦେଖ, ଜନସେବାମ୍ କଣ ହବ? ଜନସେବାମ୍ କୁରୁତ। ମାନବ ସେବା କଣ ହବ? ମାଧବ ସେବା। ସୈନ୍ୟାଃ କଣ ହବ? ଆହତାଃ। ମାତା ଧାର୍ମିକୀ। ହେଲା,
ତାପରେ ଆଗକୁ ବଢ ରେଖାଙ୍କିତ ପଦସ୍ୟ ସଂଶୋଧନଂ କୁରୁତ ରେଖାଙ୍କିତ ପଦର କୁ ଠିକ କର। ତୋମ ପ୍ରାଣାନ ରକ୍ଷତୁ ହେବନି କଣ ହବ ରକ୍ଷ ହେଲା। ତାପରେ କଣ ହବ ତସ୍ୟ ଆହ୍ୱାନମ ଆସନ ଆସୀତ ହେଲା। ଭବନ୍ତଃ ତତ୍ର ଆଗଚ୍ଛତ ଭବନ୍ତଃ ହବନି କଣ ହବ ୟୁୟମ୍ ହେଲା। ଆହତାଃ ଚିତ୍କାରଂ କୃତବାନ୍ ନା କୃତବନ୍ତଃ ହେଲା। ତାପରେ ଏଟା କଣ ହବ ଅନେକାଃ ସୈନ୍ୟାଃ ମୃତାଃ ନା କଣ ହବ ଅନେକେ କଣ ହବ ଅନେକେ ସୈନ୍ୟାଃ ମୃତାଃ। ତାପରେ ଦେଖିବା କ୍ରିୟାପଦାନି ବିବିଚ୍ୟ ଲିଖତ କ୍ରିୟାପଦ ଗୁଡିକ ବାଛିକି ଲେଖ। ମୁଁ ପଢିଥିଲେ ବିଷୟରେ କୋଉ ଗୁଡିକ କ୍ରିୟାପଦ ଥିଲା କୋଉ ଗୁଡିକ କର୍ତ୍ତା ଥିଲା। କର୍ତ୍ତା କ୍ରିୟା ଅଲଗା କରି ଦେଇଥିଲା ତେଣୁ ଆମେ ବାଛିକି ଲେଖିବା। କର୍ତ୍ତା ଆମେ ଯାହା କରନ୍ତି ନା ଆମେ ଯିଏ କରେ ସିଏ ହଉଛି କର୍ତ୍ତା ଯାହା କରେ ସିଏ ହଉଛି କ୍ରିୟା। ଖାଇବା ପଢିବା ବସିବା ଯିବା ଏଗୁଡାକ ସବୁ କ୍ରିୟା ଗୁଡିକ। ତାହେଲେ ସେଇ କ୍ରିୟା ଗୁଡିକ ଆମେ ବାଛିକି ଏଠି ଲେଖିବା। କଣ ହବ ଦେହି ପଶ୍ୟତ ଆଗଚ୍ଛତ ପ୍ରାପ୍ତବାନ ହେଲା ଆସୀତ ଏଗୁଡିକ ସବୁ କଣ ହବ ନା ଏଗୁଡିକ ସବୁ ଆମର କ୍ରିୟା ଗୁଡିକ ହେଲା। ତାପରେ ଆଗକୁ ଯିବା ବାକ୍ୟାନି ରଚୟତ ବାକ୍ୟ ରଚନା କର। ତାପରେ ଫାଷ୍ଟ ହଉଛି କଣ ଅଛି ନା ଦେହି ସେହି ହେଲା ଶବ୍ଦ ଗଢିବା ଦେହି ଲଗେଇକି ଭିକ୍ଷୁକାୟ ଭିକ୍ଷାମ୍ ଦେହି ଦରିଦ୍ରାୟ ଧନମ୍ ଦେହି ହେଲା। ରକ୍ଷ କଣ ହବ ପିଲାମାନେ ରକ୍ଷ୍ୟମାଂ ପାପାତ୍ ପାପରୁ ମତେ ରକ୍ଷା କର ହେଲା। ଭବତ ଜୁୟମ୍ ରକ୍ଷକାଃ ଭବତ ହେଲା। ପଶ୍ୟତ ତାପରେ ପଶ୍ୟତ ହେଲା। ଛାତ୍ରେଭ୍ୟଃ ସମଦୃଷ୍ଟ୍ୟା ପଶ୍ୟତ ତାପରେ କଣ ଅଛି ବର୍ଦ୍ଧୟତ କଣ ହବ ମନୋବଳମ୍ ବର୍ଦ୍ଧୟତ ଆଗଚ୍ଛତ ସଚଳଚିତ୍ରମ୍ ଦୃष्ट्वा ଗୃହମ୍ ଆଗଚ୍ଛତ ଗୃହମ୍ ଆଗଚ୍ଛତ ହେଲା। ତାପରେ ସନ୍ଧି ବିଚ୍ଛେଦ କୁରୁତ ସନ୍ଧି ବିଚ୍ଛେଦ କର। ଦେଖ ଅତୀବ ତମେ ମାନେ ବହୁତ ଥର ଅତୀବର କରିଛ ସନ୍ଧି ବିଚ୍ଛେଦ କଣ ହବ ଅତି ଯୁକ୍ତ ଇବ ଅତୀବ। ତାପରେ କଶ୍ଚିତ୍ କହ ଯୁକ୍ତ ଚିତ୍ କଶ୍ଚିତ୍ ତତ୍ରୈବ ତତ୍ର ଯୁକ୍ତ ଏବ ତତ୍ରୈବ ପୁରସ୍କୃତ ପୁରଃ ଯୁକ୍ତ କୃତଃ ପୁରସ୍କୃତଃ ଖ୍ରୀଷ୍ଟାବ୍ଦେ ଖ୍ରୀଷ୍ଟ ଯୁକ୍ତ ଅବ୍ଦେ ଖ୍ରୀଷ୍ଟାବ୍ଦେ। ତାପରେ ଦେଖିବା ତାପରେ ଏଠି ସରିଲା ସର୍ବକୃତ୍ୟ କରଣୀୟମ୍ ତମ ପାଇଁ କାମ ଏଠି ଅଛି ତମେ କରିବ ଏଟାକୁ ହେଲା। ଏଟା ଲୋଟ ଲକାରର ପ୍ରୟୋଗ ହେଇଛି ତୁମେମାନେ ଦେଖିକି ଏଟା କରିବ। ତାପରେ ଆମେ ଆଉ ଗୋଟେ ଇଏରେ ଲକ୍ଷ୍ୟ ପ୍ରାପ୍ତି ବିଷୟଟି ପଢିବା ଆଉ ଗୋଟେ କ୍ଲାସରେ। ତୁମମାନଙ୍କୁ ଯଦି ଭିଡିଓଟି ଭଲ ଲାଗୁଥାଏ ତାହେଲେ ତୁମେ ମାନେ ଭିଡିଓଟିକୁ ଲାଇକ୍ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବ।